ଏପ୍ରିଲ 30, 1914। ସକଳ ବିଧି ନିଷେଧ ଲୋପ ପାଇଛି, ନିୟମ ସଂଯମ ଅନ୍ତର୍ହିତ ହୋଇଛି, ସମସ୍ତ ଚେଷ୍ଟା ବନ୍ଦ ହୋଇଯାଇଛି। ମନେ ହୁଏ ଏହା ମୋ ନିଜ ସଂକଳ୍ପ ଯୋଗୁଁ ନୁହେଁ ବା ମୋ ନିଜ ଅବହେଳା ଯୋଗୁଁ ନୁହେଁ, କିନ୍ତୁ ସକଳ ପରିସ୍ଥିତି ମିଳି ଏପରି କରିଛନ୍ତି। ମୋର ମନେ ହୁଏ ଯେ ଏହି ଯେ ଆନ୍ତର ସଂକଳ୍ପ ଶକ୍ତି, ଯାହାକି ସର୍ବଦା ଜାଗ୍ରତ ଓ ନୌକାର କର୍ଣ୍ଣଧାର ତୁଲ୍ୟ, ତାହା ଯେପରି ନିଃଶେଷ ହୋଇଛି ଅଥବା ଶୋଇପଡ଼ିଛି, ଆଉ ମୋର ସତ୍ତା ଯେପରି ଶାନ୍ତିପୂର୍ବକ ତୋ ଚରଣରେ ନିଜକୁ ସମର୍ପି ଦେଇଛି, ସ୍ରୋତର ଗତିରେ ନିଜକୁ ଛାଡ଼ି ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବୋଧହୁଏ ମୋର ଗତିଧାରା ଚାଲିଛି ଗୋଟିଏ ସରଳ ରେଖାରେ, ଏବଂ ହେ ଭଗବାନ, ମୁଁ ଏହି ଆଶା ରଖିବି ଯେ ତୁ ହିଁ ସ୍ରୋତର ଚାଳକ। ତେବେ ଯଦି କୌଣସି ଦିନ ମୋର ଅତ୍ୟଧିକ ନିୟମବଦ୍ଧତା, ସୁନମ୍ୟତା ଓ ସ୍ୱତଃସ୍ଫୂର୍ତ୍ତତାର ଅଭାବଜନିତ ଦୋଷ ଥିଲା, ବର୍ତ୍ତମାନ କିନ୍ତୁ ବିପରୀତ ଦିଗରେ ଅତ୍ୟଧିକତାର ଦୋଷ ଘଟିଛି। କିନ୍ତୁ ମୁଁ ଯେଉଁ ଅବସ୍ଥାରେ ଅଛି, ଶାନ୍ତ ଭାବରେ ସେହି ଅବସ୍ଥାକୁ ଗ୍ରହଣ କରିଛି ଏବଂ ନିଜକୁ ମୁଁ ବର୍ତ୍ତମାନ କହୁଛି ଯେ ତୁ ଯେବେ ବିବେଚନା କରିବୁ ଠିକ୍ ସମୟ ହୋଇଛି, ସେତେବେଳେ ତୁ କୃପା କରି ମୋତେ ପ୍ରଦାନ କରିବୁ ସେହି ଯଥାର୍ଥ ପରମ ଚେତନା। ଏହି ସମସ୍ତ ଚଳନଶୀଳ ଜଗତକୁ ଦେଖୁଛି ଗୋଟାଏ ନାଟକ ତୁଲ୍ୟ, ଦୃଶ୍ୟ ପରେ ଦୃଶ୍ୟ ଖେଳି ଯାଉଛି। ମୁଁ ମଧ୍ୟ ଏହି ନାଟକରେ ଭାଗ ନେଉଛି ସମାନ ଶକ୍ତି ଓ ଉତ୍ସାହ ସହ। ବିଶ୍ୱାସ କରୁଛି ଏହା ଯେପରି ଗୋଟାଏ ଯଥାର୍ଥ ଓ ମୂଲ୍ୟବାନ କିଛି ବସ୍ତୁ। ଏହି ସବୁ କିଛି ହିଁ ଏକବାରେ ନୂତନ। ତେବେ ଏକଥା ନିଶ୍ଚୟ ସତ୍ୟ ଯେ ମୋର ମନ ଓ ହୃଦୟ ସମ୍ପୂର୍ଣ୍ଣ ରୂପେ ଏପରି କେବେ ବି ଶାନ୍ତ ହୋଇନଥିଲା। ଏହାର ପରିଣାମ କ'ଣ ହେବ ମୁଁ ଜାଣେ ନାହିଁ, କିନ୍ତୁ ହେ ଭଗବାନ, ତୋଠାରେ ବିଶ୍ୱାସ ରଖିଛି। ତୁ ହିଁ ଜାଣୁ ତୋ ଯନ୍ତ୍ରକୁ କିପରି ଭାବରେ ବ୍ୟବହାର କରିବାକୁ ହୁଏ, କି ଭାବରେ ପରିପୁଷ୍ଟ କରିବାକୁ ହୁଏ।